ପିଲାମାନେ ତୁମମାନଙ୍କୁ ପିଏମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ 26/2/2024 ତାରିଖରେ ତୁମର ଗଣିତ ପରୀକ୍ଷା ଅଛି। ତେଣୁକରି ଗଣିତ ପାଇଁ ପ୍ରସ୍ତୁତି ଭଲ ଭାବରେ କର। ନଚେତ୍ ନାହିଁ ପରୀକ୍ଷାରେ ପ୍ରଥମ ଦିନ ଓଡ଼ିଆରେ ଯେମିତି ଅସୁବିଧାର ସମ୍ମୁଖୀନ ହୋଇଥିଲ ସେମିତି ସମ୍ମୁଖୀନ ହେବାକୁ ପଡ଼ିପାରେ। ସେଥିପାଇଁ ପିଲାମାନେ କହୁଛି ଯେଉଁ ଟାଇମ୍ରେ ଯାହାକୁ ପ୍ରାକ୍ଟିସ୍ କରିବାକୁ ଦେଉଛି ସେଇ ଟାଇମ୍ରେ ସେଇଆକୁ ପ୍ରାକ୍ଟିସ୍ କର। ଦେଖିବ 2 ଦିନ ଭିତରେ ତୁମେ ବହୁତ ସାରା ଜିନିଷ କଭର୍ କରିକି ଯାଇଥିବ। ଆଉ ଯେଉଁମାନେ ପରୀକ୍ଷାରେ ଷ୍ଟ୍ରଗଲ୍ କରୁଛ ମାନେ ଗଣିତରେ ପାସ୍ ହେବା ପାଇଁ ଯେଉଁମାନେ ଷ୍ଟ୍ରଗଲ୍ କରୁଛ ସେଇମାନଙ୍କୁ କହୁଛି ତୁମେ ଏଇସବୁ ଜିନିଷକୁ ଫୋକସ୍ କର। ଯେମିତିକି ଆମର ଉପବାଦ୍ୟ ରହିଛି, ଉପବାଦ୍ୟକୁ ଫୋକସ୍ କର। ଯେଉଁମାନେ ଷ୍ଟ୍ରଗଲ୍ କରୁଛ ପାସ୍ ହେବା ପାଇଁ, ଦେଖିବ ପାସ୍ ହେବା ପାଇଁ ତୁମ ପାଇଁ ଇଏ ରାମବାଣ ସାଜିବ। ବୁଝିହେଉଛି? ଠିକ୍ ଅଛି। ଦେଖ 5 ମାର୍କ ନିଶ୍ଚିତ କରେଇ ନିଅ ଭଲ ଭାବରେ ପ୍ରାକ୍ଟିସ୍ କରି 4-5ଟା ଉପବାଦ୍ୟକୁ। ଠିକ୍ ଅଛି। ତେବେ ଆଜିର ଜ୍ୟାମିତି ବିଭାଗର ପ୍ରଥମେ ଯିବା ଉପବାଦ୍ୟକୁ ଆଉ ଦେଖିବା ଯେ 2024ରେ କେଉଁ ଗୁଡ଼ିକ ଉପବାଦ୍ୟ ତୁମର ସିଲେକ୍ଟିଭ୍ ରହିଛି ଆଉ କେଉଁ ଉପବାଦ୍ୟ ତୁମେ ପ୍ରାକ୍ଟିସ୍ କରିକି ଗଲେ ପରୀକ୍ଷାରେ ଗୋଟେ ଆସିବ ଆଉ ତୁମେ ତାକୁ ଭଲ ଭାବରେ କରିକି ଆସିପାରିବ। ଠିକ୍ ଅଛି ପିଲାମାନେ, ଯିବା। ପିଲାମାନେ ଦେଖ, ବୃତ୍ତର ଯେତିକି ଉପବାଦ୍ୟ ଅଛି 7 ଠାରୁ, ବୁଝିପାରୁଛଟି? ଉପବାଦ୍ୟ 7ରାକୁ ମୁଁ ନେଇନି, ତଥାପି ଉପବାଦ୍ୟ 7ରାକୁ ଟିକେ ଓଭରଲୁକ୍ କରିଦେବ। ଆଉ ଏଗୁଡ଼ିକ ତୁମେ ସବୁ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଅଲରେଡ଼ି କ'ଣ ପ୍ରସ୍ତୁତ ହେଇକି ଯାଇକି ପରୀକ୍ଷା ଦେଇକି ଆସିଛ। ଆଉ ଏଇଟା ପିଲେ ଭେରି ଭେରି ଇମ୍ପୋର୍ଟାଣ୍ଟ ରହିବ ଏଇ ବର୍ଷ ପରୀକ୍ଷା ପାଇଁ। ଉପବାଦ୍ୟ 8 ମନେ ରଖ ପିଲେ। ସାମାନ୍ୟ କଥନ କ'ଣ ନା ଗୋଟିଏ ବୃତ୍ତର ସମାନ ଦୈର୍ଘ୍ୟ ବିଶିଷ୍ଟ ଜ୍ୟାମାନେ କେନ୍ଦ୍ରଠାରୁ ସମୁଦ୍ରବର୍ତ୍ତୀ। ଆଉ ପିଲାମାନେ ସବୁଠାରୁ ବଡ଼ ସମସ୍ୟା ହୁଏ, ପିଲାମାନେ ଉପବାଦ୍ୟ ପ୍ରାକ୍ଟିସ୍ କରିକି ଯାଇଥାନ୍ତି ପରୀକ୍ଷାରେ କେଉଁ ନମ୍ବରଟାର ଉପବାଦ୍ୟ ପଡ଼ିଛି ବୋଲି ସେମାନେ ଜାଣିପାରନ୍ତିନି। ବୁଝିପାରୁଛ? ଏଇଟା ମଧ୍ୟ ସମସ୍ୟା ହେଇଛି ପିଲାମାନଙ୍କ ପାଖରେ, ମୁଁ ଲକ୍ଷ୍ୟ କରିଛି। ତେଣୁକରି ପିଲା ଦେଖ ଲେଖା ହେଇଥିବ ପ୍ରମାଣ କର ଯେ, ଲେଖା ହେଇକି କେମିତି ଲେଖା ହେଇଥିବ ଦୁଇଟା ଯାକ ଲଗାତାର ପ୍ରମାଣ କର ଯେ ଲେଖା ହେଇଥିବ। ଯଦି ଏଇଗୁଡ଼ା ପରୀକ୍ଷାରେ ପଡ଼ିବ ତାହେଲେ କେମିତି ପଡ଼ିବ? ପ୍ରମାଣ କର ଯେ ଗୋଟିଏ ବୃତ୍ତର ସମାନ ଦୈର୍ଘ୍ୟ ବିଶିଷ୍ଟ ଜ୍ୟାମାନେ କେନ୍ଦ୍ରଠାରୁ ସମୁଦ୍ରବର୍ତ୍ତୀ। ଆଉ ସେଠି ଉପବାଦ୍ୟ 8 କି 7 କି 6 କିଛି ଲେଖା ହେଇନଥିବ। ବୁଝିହେଲା? ତୁମେ ସେଇଥିରୁ ଗେସ୍ କରିବ। ଏଇଟାକୁ ସାମାନ୍ୟ କଥନ ଲେଖିବ। ତାପରେ ସାମାନ୍ୟ କଥନ ପରେ ପିଲେ ଚିତ୍ର କରିବ। ଚିତ୍ର ପିଲେ କ'ଣ କରନ୍ତି ନା, ବହୁତ ପିଲାମାନେ ଚିତ୍ରକୁ କ'ଣ କରନ୍ତି, କ'ଣ ପେନ୍ ଧରିଥିବେ, ଗୋଲ ବୁଲେଇ ଦେବେ, ଗାର ଟାଣି ଦେବେ, ଏମିତି କରିଦେବେ। ଏମିତି କରିବନି ପିଲେ। କମ୍ପାସ୍ ଆଉ ପେନସିଲ୍ ବ୍ୟବହାର କରି ସର୍କଲ୍ଟା କରିବ। ସବୁ ଗାର ଇଏ ସବୁ ସ୍କେଲ୍ରେ ଟାଣିବ। କେଉଁଥିରେ ଟାଣିବ? ସ୍କେଲ୍ରେ ଟାଣିବ। ବୁଝିପାରିଲେ ପିଲେ? ସାମାନ୍ୟ କଥନ ଚିତ୍ର କରିବ, ଦତ୍ତ ଲେଖିବ। ବୁଝିହେଉଛି? ପ୍ରାମାଣ୍ୟ କରିବ, ଅଙ୍କନ କରିବ। ପିଲେ ଦେଖ ଗୋଟେ ତୁମ ପାଇଁ କରିଦେଉଛି। ଏଠି ବୃତ୍ତ ନାଁ କ'ଣ ନା ଏସ୍। ଏସ୍ ବୃତ୍ତରେ କିଏ ଯା ନା AB ଆଉ CD ଦୁଇଟି ଯା। ବୁଝିପାରୁଛ? ଏସ୍ ବୃତ୍ତରେ AB ଆଉ CD ହେଉଛି ଦୁଇଟି ଯା। ଆଉ କ'ଣ ଦେଇଛି ନା AB ଆଉ CD ଦୁଇଟି ଯା ଯାକ ସମାନ। ଏଠି ଲେଖା ହେଇଥିବ ଦେଖ କ'ଣ ଦେଇଛି, ସମାନ ଦୈର୍ଘ୍ୟ ବିଶିଷ୍ଟ ଯା ମାନେ। ତାହେଲେ AB ଆଉ CD ଏଠି ଯେଉଁ ଯା ରହିଲା ସେ ଦୁଇଟା ଯାକ କ'ଣ ସମାନ। ଆଉ ବୃତ୍ତର କେନ୍ଦ୍ର କିଏ ନା O ହେଉଛି ବୃତ୍ତର କେନ୍ଦ୍ର। ଆଉ କ'ଣ ଦେଇଛି ପ୍ରମାଣ କରିବାକୁ ନା OE ଆଉ OF ହେଉଛି କ'ଣ ଏଇଟା ଲମ୍ବ। OE OF ଲମ୍ବ। OEଟା କାହା ପ୍ରତି ନା AB ପ୍ରତି, OFଟା CD ପ୍ରତି ଲମ୍ବ। ସେଇଟା ତୁମେ ଭାଷାରେ ଲେଖିଲେ ଏମିତି ଲେଖିବ, OE ଏବଂ OF ଯଥାକ୍ରମେ AB ଓ CD ପ୍ରତି ଲମ୍ବ। ବୁଝିପାରିଲ ପିଲେ? ବର୍ତ୍ତମାନ ପ୍ରମାଣକୁ ଯିବା। ପ୍ରାମାଣ୍ୟ କ'ଣ ନା ଏଇଟା ସମୁଦ୍ରବର୍ତ୍ତୀ ମାନେ OEଟା OF ସାଙ୍ଗେ ସମାନ। ବୁଝିପାରିଲ କ'ଣ କହିଲି? OE ଦୂରତା ଯେତିକି, OF ଦୂରତା ସେତିକି। ସମାନ ଦୈର୍ଘ୍ୟ ବିଶିଷ୍ଟ ଜ୍ୟା ମାନେ କେନ୍ଦ୍ରଠାରୁ ସମ ଦୂରବର୍ତ୍ତୀ। ସରିଲା। ପ୍ରମାଣ କରିବା। ଦେଖ ପିଲେ ପ୍ରମାଣ କେମିତି କରିବା? OE ଲମ୍ବ AB। ବୁଝିପାରିଲ କ'ଣ କହିଲି? OE ଲମ୍ବ ଲେଖିନି କି, ଆଉ ଭଲସେ ଲେଖିଦେବା। OE ଲମ୍ବ କ'ଣ AB। OE ଲମ୍ବ AB ହେତୁ ଏଠି ପିଲେ କ'ଣ ହେଇଯିବ, ଇ ବିନ୍ଦୁଟା ABର କ'ଣ ହେଇଯିବ, ମଧ୍ୟବିନ୍ଦୁ ହେଇଯିବ। ଉପବାଦ୍ୟ 7 ଅନୁସାରେ ଏଇଟା କ'ଣ ହେଇଯିବ, ABର ମଧ୍ୟବିନ୍ଦୁ। ତାହେଲେ EBର ଦୈର୍ଘ୍ୟ କେତେ ହେଇଯିବ ନା ହାଫ୍ ଅଫ୍ AB। ବୁଝିପାରିଲ? ଫାଷ୍ଟ ଲେଖିବ OE ଲମ୍ବ AB। ଲେଖିଲ ପିଲେ? ଫାଷ୍ଟ କ'ଣ ଲେଖିଲ? OE ଲମ୍ବ AB। ତାପରେ ଲେଖିବ
ଇ ଏ ବି ର ସମଦ୍ୱିଖଣ୍ଡକ ହେବ ଉପାଦ 7 ଅନୁଯାୟୀ। ତାପରେ ଲେଖିଦେବ ଇ ବି ଇକ୍ୱାଲ୍ ଟୁ ହାଫ୍ ଅଫ୍ ଏ ବି, ଏଟାକୁ ଇକ୍ୱେସନ୍ 1 ଦେଇଦେବ ହେଲା। ତାପରେ ଲେଖିବ ପୁନଶ୍ଚ, କ'ଣ ଲେଖିବ ପୁନଶ୍ଚ ଓ ଏଫ୍ ଲମ୍ବ ସି ଡି, କ'ଣ କହିଲେ ପିଲେ ଓ ଏଫ୍ ଲମ୍ବ ସି ଡି ହେତୁ ହେଲା, ଓ ଏଫ୍ ଲମ୍ବ ସି ଡି ହେତୁ ଏଫ୍ ହେଇଯିବ କ'ଣ ଏଫ୍ ସି ଡି ର ମଧ୍ୟବିନ୍ଦୁ ହବ ନା ନାଇଁ, ଏଫ୍ ସି ଡି ର କ'ଣ ହେଇଯିବ ମଧ୍ୟବିନ୍ଦୁ ହେଇଯିବ। ତାହେଲେ ସି ଏଫ୍ କେତେ ହେଇଯିବ ନା ହାଫ୍ ଅଫ୍ ସି ଡି, ଏଇଟା ଦେଇଦେବ ସମୀକରଣ 2। ବୁଝି ହେଉଛି ସମୀକରଣ 1 ଦେଇଛି ସମୀକରଣ 2 ଦେଇଥ। ଦେଖ ପିଲେ ଏଠି ଆମର ଇ ବି ବାହାରିଛି ହାଫ୍ ଅଫ୍ ଏ ବି, ଏଇଟା 1ରେ, 2ରେ ବାହାରିଲା ସି ଏଫ୍ ଇକ୍ୱାଲ୍ ଟୁ ହାଫ୍ ଅଫ୍ ସି ଡି। ତାହେଲେ ସମୀକରଣ ଆଇ ଓ ଡବଲ୍ ଆଇରୁ ଆମେ କ'ଣ ପାଇବା ନା ତୁମେ ଜାଣିଛ ଏ ବି ଇକ୍ୱାଲ୍ ଟୁ ସି ଡି ନା ନାହିଁ, କ'ଣ ପିଲେ ଜାଣିଛ ତୁମେ ଏ ବି ଇକ୍ୱାଲ୍ ଟୁ ସି ଡି ବୋଲି ତୁମେ ଜାଣିଛ। କେମିତି ଜାଣିଛ ଏଠି ଦେଖାଇ ଦେଉଛି, ଏ ବି ଇକ୍ୱାଲ୍ ଟୁ ସି ଡି ବୁଝିହେଉଛି। ଯେହେତୁ ତୁମେ ଜାଣିଛ ଏ ବି ଇକ୍ୱାଲ୍ ଟୁ ସି ଡି, ଏଠି ଲେଖିଦେବା, କ'ଣ ଲେଖିବା ଏଇଟା ଟିକେ ପିଲେ କ'ଣ ଲେଖିଦେବ ଏ ବି ଇକ୍ୱାଲ୍ ଟୁ ସି ଡି ଏମ୍ପ୍ଲୟ ହାଫ୍ ଅଫ୍ ଏ ବି ଇକ୍ୱାଲ୍ ଟୁ କେତେ ହେଇଯିବ ହାଫ୍ ଅଫ୍ ସି ଡି। ତାହେଲେ ହାଫ୍ ଅଫ୍ ଏ ବିଟା ଯିଏ କିଏ ପିଲେ ନା ଇ ବି, ହାଫ୍ ଅଫ୍ ସି ଡିଟା ଯିଏ କେତେ ନା ସି ଏଫ୍। ବୁଝିପାରିଲ ପିଲେ କ'ଣ କହିଲି ହାଫ୍ ଅଫ୍ ଏ ବି ସମାନ ହେଇଯାଉଛି ହାଫ୍ ଅଫ୍ ସି ଡି ସାଙ୍ଗରେ, ହାଫ୍ ଅଫ୍ ଏ ବି ଯିଏ କେତେ ବି ବା ଇ ବି ଯାହା ଲେଖୁଛ ଲେଖ, ହାଫ୍ ଅଫ୍ ସି ଡିଟା ଯିଏ କେତେ ଏଫ୍ ସି। ବୁଝିହେଉଛି ହଁ। ତାପରେ କ'ଣ କରିବ ନା ଏଇ ଯେଉଁ ଦୁଇଟା ତ୍ରିଭୁଜ ଦେଖାଯାଉଛି ଦେଖୁଛ ପିଲେ, ଏଇ ଯେଉଁ ଦୁଇଟା ତ୍ରିଭୁଜ ଦେଖାଯାଉଛି এই দুটা ত্রিভুজକୁ ସର୍ବସମ କରିଦେବ। ବୁଝିହେଉଛି ଦୁଇଟା ତ୍ରିଭୁଜ କ'ଣ କରିବ ସର୍ବସମ କରିବ। କିଏ କିଏ ସମାନ ଦେଖ ପିଲେ, କିଏ କିଏ ସମାନ ଏଇଟା ଏଇଟା ବୁଝିହେଉଛି କେଉଁଟା କେଉଁଟା ଜାଣିପାରିଲ ଟି ଏଇଟା ଏଇଟା ମାନେ ଓ ବି ଇକ୍ୱାଲ୍ ଟୁ ଓ ସି। କ'ଣ କହିଲି ପିଲେ ଓ ବି ଇକ୍ୱାଲ୍ ଟୁ ଓ ସି ହେଲା, ଓ ବି ଇକ୍ୱାଲ୍ ଟୁ ଓ ସି ଏଇ କୋଣ 90 ଡିଗ୍ରୀ ଓ ଇ ବି ଆଉ କିଏ ଓ ଏଫ୍ ସି 90 ଡିଗ୍ରୀ। ତାପରେ ଯେଉଁଟା ତୁମେ ସମାନ ଦେଇ ଲେଖିଛ କେଉଁଟା ଇ ବି ଇକ୍ୱାଲ୍ ଟୁ ସି ଏଫ୍, ଇ ବି ଇକ୍ୱାଲ୍ ଟୁ ସି ଏଫ୍ ହେଇଗଲା। ସମାନ ହେଇଗଲା ପରେ କେଉଁ ଅନୁସାରେ ହେଉଛି ସମକୋଣ ବାହୁ କର୍ଣ୍ଣ, କ'ଣ ସମକୋଣ ଏଇଟା ସମକୋଣ ପରେ ବାହୁ ଆସିଲା ତାପରେ କର୍ଣ୍ଣ ଆସିଲା, ସମକୋଣ କର୍ଣ୍ଣ ବାହୁ ହେଲା ସ କ ବା ନୁହଁ ଏଇଟା ସମକୋଣ ବାହୁ କର୍ଣ୍ଣ ଅନୁସାରେ ସର୍ବସମତା ହେଇଗଲା। ହେଇଗଲା ପରେ କ'ଣ ହେଇଗଲା ନା ଓ ଇକ୍ୱାଲ୍ ଟୁ ଓ ଏଫ୍ ପ୍ରମାଣିତ। ବୁଝିପାରିଲେ ପିଲାମାନେ ବହୁ ସହଜ ଉପାୟ, ଏତେ ବଡ଼ ଦେଇଛି ବୋଲି ଆଦୌ ଚିନ୍ତା କରିବାର ନାହିଁ, ଭଲ ଭାବରେ ବୁଝେଇଦେଲି ସେଥିପାଇଁ କି ଆକୁ ତୁମେ ଅଭ୍ୟାସ କର। ନେକ୍ସଟକୁ ଯିବା ପିଲାମାନେ ଉପାଦ 9କୁ ଯିବା। ଦେଖ ପିଲା ଉପାଦ 9 କ'ଣ ରହିଛି ଗୋଟିଏ ବୃତ୍ତ ଦୁଇଟି ସର୍ବସମ ଯାହା କେନ୍ଦ୍ରଠାରେ ଯେଉଁ କୋଣ ଉତ୍ପନ୍ନ କରନ୍ତି ସେମାନେ ସର୍ବସମ। ଆକୁ ପିଲା ଅଭ୍ୟାସ ପରିସର ଭିତରକୁ ନିଅ। ନେକ୍ସଟ ଦେଖ ପିଲା ଉପାଦ 10 ଗୋଟିଏ ବୃତ୍ତରେ ଦୁଇଟି ସର୍ବସମ ଚାପ ସହ ସମ୍ପୃକ୍ତ ଯାଦ୍ୱୟ ସର୍ବସମ। ଗୋଟିଏ ବୃତ୍ତରେ ଦୁଇଟି ସର୍ବସମ ଚାପ ସହ ସମ୍ପୃକ୍ତ ଯାଦ୍ୱୟ ସର୍ବସମ। ବୁଝିହେଲା। ଆକୁ ତୁମେ ଅଭ୍ୟାସ ପରିସର ଭିତରୁ ପିଲାମାନେ ନିଅ। ବୃତ୍ତର ସ୍ପର୍ଶକ ଯେଉଁ ରହିଛି ବୃତ୍ତକ ସ୍ପର୍ଶକରୁ ପିଟି ସ୍କୋୟାର ଇକ୍ୱାଲ୍ ଟୁ ପି ଇଣ୍ଟୁ ପି ବି। ମୁଁ କହିଥିଲି ପିଲେ ଏଇଟା ଇମ୍ପୋର୍ଟାଣ୍ଟ, ଆମେ ଯେଉଁ ବର୍ଷ ପରୀକ୍ଷା ଦେଇଥିଲୁ ସେଇଟା ଆମର ଏ ଉପାୟଟା ଆସିଥିଲା ପିଟି ସ୍କୋୟାର ଇକ୍ୱାଲ୍ ଟୁ ପି ଇଣ୍ଟୁ ପି ବି। ଅଭ୍ୟାସ ପରିସର ଭିତରୁ ନିଅ ପିଲେ ଏଇଟା ବି ସହଜ। ନେକ୍ସଟକୁ ଯିବା ଉପାୟ 13 ଦେଖୁଛ ଗୋଟେ ବୃତ୍ତର ବହିସ୍ଥ ଏକ ବୃତ୍ତବର୍ତ୍ତୀ ଅଙ୍କିତ ସ୍ପର୍ଶକ ଖଣ୍ଡିତର ଦୈର୍ଘ୍ୟ ସମାନ, ପି କ୍ୟୁ ଇକ୍ୱାଲ୍ ଟୁ ପି ଆର୍ ଏଠି ପ୍ରମାଣ କରିବ। କ'ଣ ପି କ୍ୟୁ ଇକ୍ୱାଲ୍ ଟୁ ପି ଆର୍, ଏ ଦୈର୍ଘ୍ୟ ସାଙ୍ଗେ ସମାନ ବୋଲି। ବୁଝିହେଲା। ଯେତିକି ତୁମକୁ ଦେଇଛି ସିଲେକ୍ସନ୍ ତାକୁ କ'ଣ କର ଭଲ ଭାବରେ ଅଭ୍ୟାସ କର।